ଗୋଟେ ସୁନ୍ଦର କଥା କହିବି। ମୋତେ କିଛି ପିଲା ଭିଡ଼ିଓର କମେଣ୍ଟରେ ମେସେଜ୍ କରୁଛନ୍ତି, ସାର୍ ମୋଟିଭେସନ୍ ଭିଡ଼ିଓ ଆଣନ୍ତୁ। ଆରେ ପିଲେ, ପରୀକ୍ଷା ଆଉ 5 ଦିନ ରହିଲା, 4 ଦିନ ରହିଲା, 3 ଦିନ ରହିଲା। ତମେ ବର୍ତ୍ତମାନ ମୋଟିଭେସନ୍ ଭିଡ଼ିଓ ଦରକାର? ତମେ କ'ଣ ଛୋଟ ପିଲା? ତମର ମୋଟିଭେସନ୍ ଦରକାର? 15 ବର୍ଷ ହେଲାଣି ଟି? 10ମ ପାଠ ପଢ଼ିଲେଣି, 10ମ ସରିକି ଆର ବର୍ଷ ଏକୁଟିଆ ଗୋଟେ ବାହାରକୁ ବାପା ମାଆଙ୍କୁ ଛାଡ଼ିକି ବାହାରକୁ ଯିବା ପାଠ ପଢ଼ି। ଯେତେବେଳେ ବି ଡିମୋଟିଭେଟେଡ୍ ଫିଲ୍ ହେଉଛି, ବାପାଙ୍କ ପାଦ ଦେଖିଦବ। ସବୁ ମୋଟିଭେସନ୍ କୁଆଡ଼ୁ ଆସିଯିବ ଜଣା ନାହିଁ। ମନେ ରଖିଥାଅ, ବାପାଙ୍କଠୁ ବଡ଼ ମୋଟିଭେସନ୍, ବଡ଼ ଇନ୍ସପିରେସନ୍ ଏ ଦୁନିଆରେ କେହି ନାହାନ୍ତି। ଆଉ ମନେ ରଖିଥାଅ, ଯେତିକି ଭାବିବା ସେତିକି ମାର୍କ ରଖିବା। ମନରେ ଯଦି ଭାବିବା ମୁଁ କମ୍ ମାର୍କ ରଖିବି, ଆମ ମନ ହିଁ ପ୍ରଥମରୁ ଆମେ କମ୍ କରିସାରିଲେଣି, ଆମ ଆଶା ହିଁ କମ୍ କରିସାରିଲେଣି, ତାହେଲେ ଆମ ଲେଖାଟା ବି କମ୍ ହିଁ ଆସିବ। କେମିତି? ଏଇଟା ଭଗବାନ ଦେବେ। ଯଦି ଆମେ ମନରେ ଭାବିବା ନାଇଁ ମୁଁ ମାର୍କ ରଖିବି, ଯେମିତି ହେଲେ ରଖିବି, 90%ରୁ ଅଧିକ ରଖିବି, ତାହେଲେ ଆମ ହାତ ଆପେ ଆପେ କୁଆଡ଼ୁ ପାଠ ଆସିବ ଜଣା ନାହିଁ। ପାଠ ହୁଏତ ଭୁଲି ଯାଇଥିବା, କାରଣ ଆମ ମନ ଷ୍ଟ୍ରଙ୍ଗ ଯଦି ଅଛି ନାଇଁ, ତାହେଲେ ଭୁଲିଆ ପାଠ ହିଁ ମନେ ପଡ଼ିଯିବ। ସେଇଠି ଯୋଉଟା ଭୁଲି ଯାଇଥିବା ହେଇଟା ମନେ ପଡ଼ିଯିବ। ବୁଝି ହେଉଛି ତ? ତାହେଲେ ମନରେ ଆଗ ଉଚ୍ଚ ଆଶା ରଖିବା, ତାପରେ ପଢ଼ିବା। ବୁଝିଲା ତ? ଆଉ 3 ନମ୍ବର ପଏଣ୍ଟ କହିବି, ସକ୍ସେସ୍ ନିଡ୍ସ ସାକ୍ରିଫାଇସେସ୍। ଯେତେ ତ୍ୟାଗ କରିପାରିବା। ରାତି 2ଟାରେ ପଢ଼ିଲି, ସକାଳୁ ଉଠିକି ପଢ଼ିଲି, ଭୋରରୁ ଉଠି ରାତି 4ଟାରୁ ଉଠିକି ପଢ଼ିଲି, ହେଲା, ପୁରା ବର୍ତ୍ତମାନ ଆଉ 14 ଘଣ୍ଟା ଦେଇଦେଲି, 15 ଘଣ୍ଟା ଦେଇଦେଲି, 16 ଘଣ୍ଟା ଦେଇଦେଲି। ଯେତେ ତ୍ୟାଗ କରିଥିବା, ସେଇ ତ୍ୟାଗର ପରିଣାମ ବର୍ତ୍ତମାନ ସିନା କଷ୍ଟ ଲାଗୁଛି, ଯେଉଁଦିନ ରେଜଲ୍ଟ ବାହାରିବନି କି, ସେଇଦିନ ହେଲା ବାଟରେ ମୁଣ୍ଡ ଟେକିକି ବାଟ ଚାଲି ପାରୁଥିବା। ମୋ ବାପାଙ୍କୁ ସବୁବେଳେ ତୋ ପୁଅ ଏତିକି ମାର୍କ ରଖିଛି ରେ, ବଡ଼ ଲୋକ କଥା ହେବେ, ଏ ଭଲ ପାଠ ପଢ଼ୁଥିଲା ଆଉ। ବୁଝିଲା? ମାନେ ଗୋଟେ ତାଙ୍କର ଗୋଟେ ଆଶା ରହିବ। ଲୋକ କହିବାରେ କିଛି ନାହିଁ, କିନ୍ତୁ ଏତିକି ବାପାଙ୍କ ମୁଣ୍ଡ କେବେ ତଳେ ପକେଇବାକୁ ଦବାନି। ସେତିକି ମନେ ରଖିକି ପାଠ ପଢ଼ିବା। ଆଉ ବର୍ତ୍ତମାନ ଆଉ ତମକୁ କିଛି ମୋଟିଭେସନ୍ ଦରକାର ନାହିଁ। ବର୍ତ୍ତମାନ ପଢ଼ି ଚାଲ, ସର୍ଟ କୋଶ୍ଚିନ୍ ପ୍ରାକ୍ଟିସ୍ କରିଚାଲ, ଲଙ୍ଗ କୋଶ୍ଚିନ୍ ପ୍ରାକ୍ଟିସ୍ କରିଚାଲ, ହେଲା। ଯେତେ କୋଶ୍ଚିନ୍ ପ୍ରାକ୍ଟିସ୍ କରିବ ମନେ ରଖିଥାଅ। ଏବଂ ଏଇଠି ପିଲାମାନେ ଗୋଟେ କଥା ସ୍କିପ୍ କରିଦିଅନ୍ତି, ଗୋଟେ ହେଲା ପ୍ରିଭିୟସ୍ ଇୟର୍ କୋଶ୍ଚିନ୍। ବିନା ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ରେ ଭଲ ମାର୍କ ରଖିବା ସହଜ କଥା ନୁହଁ, କାରଣ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ବହୁତ ରିପିଟେଡ୍ ଆସୁଛି। ଯଦି ତମେ ପରୀକ୍ଷା ହଲ୍ରେ ବସିବା ପୂର୍ବରୁ ତମକୁ 50 ମାର୍କର 40 ମାର୍କର କୋଶ୍ଚିନ୍ ଜଣା ଅଛି, ଆନ୍ସର ଜଣା ଅଛି, ତାହେଲେ ଆଉ ତମେ 50 କି 60 ମାର୍କର ଆନ୍ସର ଦବ ଟି? ଆଉ ଏଇ 40 ମାର୍କ କୋଉଠି ଅଛି? ସେଇ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ରେ ଅଛି। ତେଣୁ ପ୍ରିଭିୟସ୍ ଇୟର୍ କୋଶ୍ଚିନ୍ ଦେଖି ଚାଲ, ସର୍ଟ କୋଶ୍ଚିନ୍ ହଉ, ଲଙ୍ଗ କୋଶ୍ଚିନ୍ ହଉ, କେମିତି ଏସେ ପଢ଼ୁଛି, କେମିତି ରଚନା ପଢ଼ୁଛି, କେମିତି ମାଥ୍ ପ୍ରାକ୍ଟିସ୍ ହେଉଛି, ଯେତେ ଅଭ୍ୟାସ କରି ଚାଲିବା।